जय जगन्नाथ। आजिर दिनटी मो ପାଇଁ କିଛି ଭଲ ଆଉ କିଛି ଖରାପ ବି ଥିଲା। ଆଜି ମୋ ସହ ଏମିତି ଏକ ଘଟଣା ଘଟିଛି ଯୋଉଟା କି ଆଗରୁ କେବେ ବି ହେଇନଥିଲା। ତ ସକାଳୁ ସକାଳୁ ଆମେ ରେଡ଼ି ହେଇକିରି ମନ୍ଦିର ବାହାରିଲୁ। ଆଜି ହେଉଛି ପ୍ରାଚୀର ଜନ୍ମଦିନ। ସିଏ ଆଷାଢ଼ ମାସ 7 ଦିନ ଅମ୍ବବତୀର ଜନ୍ମ। ତ ଆଜି ସେଇ ତିଥି ପଡ଼ିଛି ଯେହେତୁ ଦୁଆଁସି ଥିଲା। ତେଣୁ ଆମେ ଯାଇଥିଲୁ ମନ୍ଦିରକୁ ପ୍ରତିଥର ଭଳିଆ ଯେମିତି ପୂଜା କରୁ ସେମିତି ହିଁ ପୂଜା କରିକି ଭଲ ଭାବରେ ଆସିଲୁ। ପ୍ରଣାମ କରିକିରି ଆମ ପୁଅ ଦୁଇ ଜଣଙ୍କୁ ନେଇକିରି ଯାଇଥିଲି, ତାକୁ ନେଇକିରି ଯାଇଥିଲି। ଯେହେତୁ ଆମ ମଉସାଙ୍କର ବର୍ଷିକିଆ ଯାଇନି ତେଣୁ ସିଏ ବାହାରେ ଥିଲା, ଆମେ ଭିତରେ ଯାଇକି ପୂଜା କରୁଥିଲୁ। ପୂଜା କରିକି ଜଷ୍ଟ ଆସୁଛୁ କି ଜଣେ ବାଜାମରା ପୂଜା ନେଇକି ଆସିଲେ। ଆମ ପୁଅ ଭାରି ଖୁସି ଥିଲା। ସିଏ ତ ବାଜା ବାଜିବା ଶୁଣିବା ମାତ୍ରକେ ହିଁ ନାଚିବା ଷ୍ଟାର୍ଟ କରିଦିଏ। ତ ମୁଁ ଏପଟେ ମୋର ପରିକ୍ରମା କରୁଥିଲି। ପରିକ୍ରମା କଲା ପରେ ଆମେ ଘରକୁ ଆସିବା ପାଇଁ ରେଡ଼ି ହେଉଥିଲୁ। ହଠାତ୍ କ'ଣ ହେଇଛି ନା ଜଷ୍ଟ ମନ୍ଦିରରୁ ଆମେ ଟିକେ ଆଗକୁ ଆସିଛୁ, ସେଇଠି ବାଲି ପଡ଼ିଥିଲା ଏତେ ଜୋରରେ। ବର୍ଷା ଯେହେତୁ ହେଇଯାଇଛି ପୁରା ବାଲି ପୁରା ସେଇଠି ବହଳିଆ ଆକାରରେ ବସିଯାଇଛି। ତ ଗାଡ଼ି ମୋର ସ୍ଲିପ୍ କରିଗଲା। ଆମେ 4 ଜଣ ଯାକ ପୁରା ବାଁ ସାଇଡ଼କୁ ଓଲଟିକି ପଡ଼ିଲୁ। ଆଉ ମୁଁ ଏପଟେ ମାନେ ପୁଅକୁ ଦେଖିବି ନା ମୋ ପୁତୁରାକୁ ଦେଖିବି, ମାନେ 2 ଜଣ ଯାକ ପଡ଼ିଛନ୍ତି। ଯାହା ହଉ ଭଗବାନଙ୍କ ଦୟାରୁ ମୋ ଭଉଣୀ ଆମ ପୁଅକୁ ଧରି ନେଇଥିଲା। ତ ତାର କିଛି ହେଇନଥିଲା, ତା ଭଉଣୀର ବି କିଛି ହେଇନଥିଲା, ମୋର ବି କିଛି ହେଇନି। ବାବୁର ପାଦରେ 3 ଜାଗାରେ ଛିଣ୍ଡି ଯାଇଛି। ତ ସେ ଛୋଟ ଛୁଆ, ତାକୁ ଭାରି କଷ୍ଟ। ଏମିତିରେ ବି ତା ଦଶା ବହୁତ ଖରାପ ପଡ଼ିଛି। ସେଥିପାଇଁ ସୋମବାର ଦିନ ହେଲେ ସେ ପୂଜା ପାଇଁ ଆସେ। ଭଗବାନ ତାକୁ ହିଁ ଏମିତି କରିଦେଲେ। ଆମ ଗାଁରେ ଶନିବାର ଦିନ ମା ମନସାଙ୍କ ପୂଜା ହେଇଥିଲା। ରବିବାର ଦିନ ମାନେ ବ୍ଲଡ଼ କ୍ୟାମ୍ପ ଥିଲା। ସେ ଆମ ଗାଁରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଥିଲା। ତ ଆମେ ମହାପ୍ରଭୁ ଶ୍ରୀ ଚୈତନ୍ୟଙ୍କୁ ସମସ୍ତେ କେମିତି ଗାଁକୁ ସ୍ୱାଗତ କରୁଛେ ଆପଣମାନେ ଦେଖିପାରୁଥିବେ। ଆମ ଗାଁରେ ମୋତେ ଏଇଟା ହିଁ ବହୁତ ଖୁସି ଲାଗେ ଯେ ଆମ ଗାଁରେ ମାନେ ଛୋଟ ପିଲାଠୁ ପୁରା ବୁଢ଼ା ଲୋକ ଯାଏ ସମସ୍ତେ ଆମେ ଠାକୁରଙ୍କୁ ଆଣିବା ପାଇଁ ଯାଉ, ବହୁତ ଖୁସି କରୁ। ଆଉ ଗୋଟେ ମଜା କଥା ଜାଣନ୍ତି ନା, ମାନେ ଯେତେ ବି ଖରା ହେଇଥାଉ ଆମ ଗାଁରେ ଯେବେ ମହୋତ୍ସବ ରଖା ହେଇଥିବ ସେଦିନ ବର୍ଷା ହବ ହିଁ ହବ। ପାଗ ବହୁତ ଭଲ ଥିଲା କିନ୍ତୁ ଆଜି ସକାଳଠୁ ବର୍ଷା ଷ୍ଟାର୍ଟ ହେଇଯାଇଛି। ତ ଆମେ ପ୍ରତିଥର ଭଳିଆ ଏଥର ବି ସେଇ କାଦୁଅରେ ଚପ୍ 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 କରିକି ହିଁ ଠାକୁରଙ୍କୁ ନେଇକରି ଆସିଲୁ। ଆମ ଚୈତନ୍ୟ ମହାପ୍ରଭୁ ଫାଇନାଲି ଆମ ଗାଁରେ ପହଞ୍ଚି ଗଲେ। ଆଜି ମୋ ବଡ଼ ଆଈଙ୍କର ବି ଶ୍ରାଦ୍ଧ। ତ ମାମୁଁ ଘର ଲୋକ ଆସିଥିଲେ ଆମ ଗ୍ରାମଚଣ୍ଡୀ ପାଖକୁ ପୂଜା ଦେବା ପାଇଁକି। କାହିଁକିନା ଆମ ଶ୍ରାଦ୍ଧ ସରିଲା ପରେ ଆମେ ଚଣ୍ଡୀଙ୍କ ପାଖରେ ଆସିକି ପୂଜା ଦିଆ ହୁଏ। ତ ମୁଁ ବି ଆସି ସେଇଠି ପ୍ରଣାମ କଲି ମାଆଙ୍କ ପାଖରେ। ମୋର ବହୁତ ଅଭିଯୋଗ ଥିଲା। ମୁଁ ତ କେବେ ଗାଡ଼ିରୁ ପଡ଼ିନି, ମୋ ପୂର୍ବ ଯେଉଁ ସ୍କୁଟିଟା ଚଲାଉଥିଲି ସେଥିରେ ବି ମୁଁ କେବେ ପଡ଼ିନି। ଏଇଥର କ'ଣ ପାଇଁ କେଜାଣେ ଛୋଟ ଛୁଆମାନଙ୍କୁ ନେଇକି ବି ପଡ଼ିଗଲେ। ମୋ ମନ ଭାରି ଦୁଃଖ ଆଜି। ଏପଟେ ଆମେ ନିତାନି ଖାଇବା ପାଇଁ ପହଞ୍ଚୁ। ପ୍ରାଚୀର ଜନ୍ମଦିନରେ ସେମିତି ଆମେ କିଛି କରିନୁ, କାହିଁକିନା ତା ବାବାଙ୍କର ବର୍ଷିକିଆ ଯାଇନି। ତେଣୁ ସମସ୍ତେ ମନା କଲେ। ତ ସିଏ ଖାଲି ଟିକେ ଖୁସି ହେବା ପାଇଁ ଘରେ ହିଁ ତା ପିଉସୀ ମାନେ ଯେଉଁ ରଶ୍ମି ଝିଅ, ସିଏ ତାର କ'ଣ ସୁଜିରେ କ'ଣ କେକ୍ ବନେଇକିରି ଦେଇଥିଲା। ସେଇ ସୁଜି କେକ୍ଟାକୁ ହିଁ କାଟୁଛି। ଆମେ ସମସ୍ତେ ତାକୁ ସେଇଠି ହ୍ୟାପି ବର୍ଥଡେ ବୋଲି ୱିଶ୍ କରୁଛୁ। ଆଉ ଆମ ମଉସା ଯଦି ଥାନ୍ତେ ସିଏ ଆମ ପ୍ରାଚୀକୁ ଭାରି ଭଲ ପାଉଥିଲେ, ତ ବହୁତ କିଛି କରିଥାନ୍ତେ। ତ କେକ୍ କାଟିଲା ପରେ ସିଏ ଆମ ସମସ୍ତଙ୍କୁ ଆଣିକିରି କେକ୍ ଖୋଇ ଦେଉଥିଲା। ଏଇଭଳି ଭାବରେ ତା'ର ଜନ୍ମଦିନ କିଛି ସେଲିବ୍ରେଟ୍ କରାଗଲା। ପୁଣି ରାତିରେ ଆମର ନିତାନି ଥିଲା। ତ ଆମେ ପୁଣି ରାତିରେ ଗଲୁ ନିତାନି ସେଠି ପ୍ରସାଦ ପାଇବା ପାଇଁକି। ରାତିରେ ଯେହେତୁ ମହାପ୍ରଭୁ ବିଶ୍ରାମ ନେବେ ତେଣୁ ତାଙ୍କୁ ପୁରା ଘୋଡ଼େଇକି ରଖିଦିଆଯାଇଛି। ଏପଟେ ଆମ ମାଆ ସେଇଠି ଆସିଥିଲେ, ତାଙ୍କର ଯେଉଁ ସେଠି ମେଳି ହେଉଥିଲା ଦେଖିବା ପାଇଁକିରି। ତ ସିଏ ଆମ ପୁଅକୁ ନେଇକିରି ଗଲେ ନନାଙ୍କ ପାଖକୁ। ସେଇଠି ଯାଇକି ଠାକୁରଙ୍କୁ ପ୍ରଣାମ କରିକିରି ସେମାନେ ଦିଦା ନାତି ଆସିଲେ।